ରତ୍ନମୟ ସିନ୍ଧୁ ତରଙ୍ଗ ଦୋଳା ବରଜି ରଙ୍ଗେ ବିଜେ କଲେ ଧୀର ସମୀର ଚାରୁ ବସ। ଏହି ସମୟରେ ରତ୍ନମୟ ଦୋଳା କୁଶତେ ତରଙ୍ଗାୟିତ ସମୁଦ୍ର ଅତିକ୍ରମ କରି ବସନ୍ତ ଧରାପୃଷ୍ଠକୁ ଆସିଛନ୍ତି ଏବଂ ତା ସାଙ୍ଗରେ ସମୀର ଯେ ଦକ୍ଷିଣ ଦିଗରେ ଯେଉଁ ସମୀର ବା ପବନ ମୃଦୁମନ୍ଦ ସମୀରଣ ପବନ ବହୁଛି ସିଏ ଆସିକରି ପହଞ୍ଚିଗଲେ। ଆଉ କ'ଣ ହେଇଛି? ପୁଷ୍ପଛାୟା ସ୍ନିଗ୍ଧ ସୁରମ୍ୟ ପୁଷ୍ପମୟ ମାର୍ଗରେ ଆସି ବି ରହିଲେ କୁସୁମ କୁଞ୍ଜ। ଆରେ ତାହେଲେ ଦକ୍ଷିଣା ପବନ ଆସିକରି କେଉଁଠି ରହିଲେ ନା ରତ୍ନମୟ ସିନ୍ଧୁ ତରଙ୍ଗର ଦୋଳାରେ ଦୋଳାୟମାନ ହେଇକରି ଦକ୍ଷିଣ ଦିଗରୁ ଯେଉଁ ମଳୟ ପବନ ଆସିଲା ପୁଷ୍ପଛାୟା ସ୍ନିଗ୍ଧ ସୁରମ୍ୟ ପୁଷ୍ପମାୟା ମାର୍ଗରେ ଆସିଲେ। ପୁଷ୍ପ ଛାୟା ସ୍ନିଗ୍ଧ ସୁନ୍ଦର ଦେଖାଯାଉଥିବା ମସୃଣ ବା ଚିକ୍କଣ ଦେଖାଯାଉଥିବା ଶୋଭନ ଏଇଭଳି ଯେଉଁ ସୁରମ୍ୟ ପୁଷ୍ପମୟ ମାର୍ଗ ଦେଇକରି